ଦିନେ ମନୁଷ୍ୟଟିଏ ବାଟରେ ଯାଉ ଯାଉ କୋଇଲିର ସୁମଧୁର ସ୍ୱର ଶୁଣି ଅଟକିଗଲା। କହିଲା, ରେ କୋଇଲି, ତୋର କଣ୍ଠ ସିନା ସୁନ୍ଦର, କିନ୍ତୁ ତୁ ପରା ଦେଖିବାକୁ କଳା। ତୁ ଯଦି କଳା ହୋଇ ନଥାନ୍ତୁ ତାହେଲେ ବହୁତ ସୁନ୍ଦର ହେଇଥାନ୍ତା। ତାପରେ ଚାଲିଗଲା ଗୋଟିଏ ସମୁଦ୍ର ପାଖକୁ। ସମୁଦ୍ରକୁ କହିଲା, ତୁ ସିନା ବହୁତ ଗଭୀର, ତୋ ବକ୍ଷରେ ଅନେକ ଜୀବଜନ୍ତୁ ରହୁଛନ୍ତି, କିନ୍ତୁ କ'ଣ ହେବ, ତୋ ପାଣି ପରା ଲୁଣିଆ। ତାପରେ ଚାଲିଲା ଗୋଟିଏ ଗୋଲାପ ଫୁଲର ବଗିଚାକୁ। ଦେଖିଲା ଅନେକ ସୁନ୍ଦର ସୁନ୍ଦର ଗୋଲାପ ଫୁଟିକି ହସୁଛନ୍ତି। ତାପରେ ମନୁଷ୍ୟ କହିଲା, ରେ ଗୋଲାପ, ତୁ ସିନା ଦେଖିବାକୁ ସୁନ୍ଦର, କିନ୍ତୁ କ'ଣ ହେବ, ତୋ ଦେହ ସାରା ପରା କଣ୍ଟା। ତାପରେ ତିନି ଜଣ କୋଇଲି, ସମୁଦ୍ର ଏବଂ ଗୋଲାପ ଏକାଠି ମିଳିକି କହିଲେ, ରେ ମନୁଷ୍ୟ, ତୋର ଯଦି ଅନ୍ୟକୁ ଈର୍ଷା କରିବାର ଗୁଣ ନଥାନ୍ତା ତାହେଲେ ତୁ ମଧ୍ୟ ବହୁତ ସୁନ୍ଦର ହେଇଥାନ୍ତୁ। ମନୁଷ୍ୟ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ, କିନ୍ତୁ କ'ଣ ହେବ, ତାର ପରା ସ୍ୱଭାବ ହେଉଛି ଅନ୍ୟର ଦୋଷ ଦୁର୍ବଳତା ଖୋଜିବା। ତାପରେ ମନୁଷ୍ୟ ନିଜର ଭୁଲ ବୁଝିପାରି ଫେରି ଆସିଲା।